ଖରା ମାନେ ଏତେ ମାତ୍ରାରେ ହଉଛି ମାନେ କୁଆଡେ ଯାଇ ହଉଛି ନା କୁଆଡେ ବୁଲି ହଉଛି, ସେଥିପାଇଁ ମାନେ ଭିଡ଼ିଓ ବନେଇତେ ବି ଇଚ୍ଛା ହଉନି। କାହିଁକି ବଢ଼ିଆ ଲୋକେସନ୍ ଦେଖେଇବା ପାଇଁ ପଡ଼ିବ, ସେଥିପାଇଁ ମାନେ ମୁଁ କୁଆଡ଼େ ବି ଯାଇପାରୁନି, ମାନେ ଏତେ ଖରାରେ ଆଉ କୁଆଡ଼େ ଆମେ ଯାଇ ହଉଛି। ହ୍ୟାଲୋ ଫ୍ରେଣ୍ଡ, ଗୋଟେ ବ୍ଲଗ୍ରେ ଆପଣମାନଙ୍କୁ ୱେଲକମ୍। ଆଉ ଆପଣମାନେ ସମସ୍ତେ କେମିତି ଅଛନ୍ତି? ମୁଁ ସମସ୍ତେ ଭଲ ଅଛି, ଆଉ ମୁଁ ବହୁତ ଭଲରେ ଅଛି। ଆଉ କ'ଣ ପାଇଁ ମୋର ଏତେ ଲେଟ୍ରେ ଆସୁଛି, କାରଣ ଆପଣମାନଙ୍କୁ ମୁଁ ଆଜି ଏଇ ଭିଡ଼ିଓ ସବୁ କହିବି। ଆଉ ଆପଣମାନେ ଭିଡ଼ିଓରେ ପ୍ଲିଜ୍ ଦୟାକରି ଫୁଲ୍ ଦେଖିବେ। ଟାଇମ୍ ମୋତେ ମିଳିଲାନି, ଆଉ ମାନେ 15-20 ଦିନ ହେଲା ମାନେ ଖାଲି ଡେଲି ମାନେ ଆଉ ଆଜି ମୁଁ ଭାବିଲି ଆପଣମାନଙ୍କୁ ମୁଁ ସେୟାର କରିଦେବି, ସେଥିପାଇଁ ମୁଁ ଭିଡ଼ିଓ ଷ୍ଟାର୍ଟ କଲି। ଆଉ ଖରା ମାନେ ଏତେ ମାତ୍ରାରେ ହଉଛି ମାନେ କୁଆଡ଼େ ଯାଇ ହଉଛି ନା କୁଆଡ଼େ ବୁଲି ହଉଛି, ସେଥିପାଇଁ ମାନେ ଭିଡ଼ିଓ ବନେଇତେ ବି ଇଚ୍ଛା ହଉନି। କାହିଁକିନା ଆପଣମାନଙ୍କୁ ମାନେ ଭିଡ଼ିଓ ଦେଖିବା ପାଇଁ ହେଲେ ଆପଣମାନଙ୍କୁ ଗୋଟେ ବଢ଼ିଆ ଲୋକେସନ୍ ଦେଖେଇବା ପାଇଁ ପଡ଼ିବ, ସେଥିପାଇଁ ମାନେ ମୁଁ କୁଆଡ଼େ ବି ଯାଇପାରୁନି, ମାନେ ଏତେ ଖରାରେ ଆଉ କୁଆଡ଼େ ଆମେ ଯାଇ ହଉଛି ନା କ'ଣ ହଉଛି, ସେଥିପାଇଁ ମାନେ ଭିଡ଼ିଓ ବନେଇ ବି ହଉନି। ଆଉ ଦେଖିବା କେଉଁଦିନ ଯଦି ପାଗ ଠିକ୍ କରିବ, ଯିବା ଗୋଟେ ବଢ଼ିଆ ଲୋକେସନ୍ ଦେଖିଛି ମୁଁ, ଆପଣମାନଙ୍କୁ ମୁଁ ଦେଖେଇବି। ଆଉ ଏଇ 2 ଦିନ ହେଲା ମାନେ ୟୁଟ୍ୟୁବରେ ବହୁତ ଭାଇରାଲ୍ ହେଉଛି ଲବାସ ତାଙ୍କର କ'ଣ ମାନେ ଆଗରୁ ଗୋଟେ କ'ଣ ସ୍ତ୍ରୀ ଗୋଟେ ଥିଲା ନା କ'ଣ, ମୁଁ ସେଇଟା ଏତେ ଭଲସେ ଜାଣିନି, ମାନେ ସେଇଟା ବହୁତ ଜୋର ଭାଇରାଲ୍ ହେଉଛି, ମୁଁ ଦେଖୁଛି। ସେଇ ବିଷୟରେ ବେଶୀ କହୁଛନ୍ତି, ତାଙ୍କର ସ୍ତ୍ରୀ ଗୋଟେ ଥିଲା ଆଗରୁ, ଆଉ 2ଟା ନା କେତେଟା ଥିଲେ କହୁଥିଲେ। ଆଉ ମାନେ ମୁଁ ମାନେ ଜାଣିନଥିଲି ରୋମାନ୍ସଟା ଏତେ ମାନେ ବାହା ହେଇଥିଲେ ବୋଲି ମୁଁ ବି ଜାଣିନଥିଲି। ଆଉ ଆଜି ମୁଁ ଜାଣିଗଲି, ମାନେ ଏତେ ନ୍ୟୁଜ୍ ଆସୁଛି ନା, ସେଥିପାଇଁ ଦେଖିକିନା ମୋତେ ମାନେ ମୁଁ ମାନେ ବିଶ୍ୱାସ କରୁନଥିଲି, ହେଲେ ମାନେ ଏତେ ମାତ୍ରାରେ ମାନେ ନ୍ୟୁଜ୍ରେ ଭାଇରାଲ୍, ସେଥିପାଇଁ ମୁଁ ଭାବିଲି ହେଇଥିବ ବୋଧେ। ଆଉ ସେଥିପାଇଁ ମୁଁ ଆପଣମାନଙ୍କୁ ଟିକେ କହିଦେଲି ମାନେ ତା ବିଷୟରେ। ଆପଣମାନେ ତ ଜାଣିଥିବେ, ଆପଣମାନେ ବି ଦେଖିଥିବେ। ଆଉ କେମିତିକା ଆପଣମାନେ ଟିକେ ମୋତେ କମେଣ୍ଟରେ କହିବେ, ଲବ୍ ଆସ୍ଥା କେମିତି ଭଲ ନା ଖରାପ।